ମାଛ ତରକାରୀ ହେଇଛି। ଆମେ ଭାବିଥାଉ ରାତିରେ ଆଜି ପଖାଳ ଖାଇଦବୁ ଦି ଭାଇ, କିନ୍ତୁ ସେ କାମ ନୁହଁ। ଗରମ ଚାଉଳ କରି ଆମେ ଭାତ କରି ଖାଇବା। ଆମ ଟୋକା ଏଠି କରୁଛି, ଇଣ୍ଡକ୍ସନ ବସେଇଛି। ଆଉ ସାନ ଭାଇଟା ରୋଷେଇ କରିକି ବଡ ଭାଇ ଖାଇବା ପାଇଁ ଦଉଛି, ସେଇଟା ବଡ କଥା। ସବୁ ଥୁଆ ହେଇଛି, ମାଛ ଭଜା ଥୁଆ ହେଇଛି, ସେପଟରେ ତରକାରୀ ଥୁଆ ହେଇଛି। ଖାଇବା ଯେତେବେଳେ। ଏବେ 10ଟା ଉପରେ ହେଲାଣି, ଅଫିସ କାମ କରୁଛି, କଣ କରିବା। ବାହାରକୁ ଆସୁଛୁ କାମ କରିବା ପାଇଁ, ନ ଖଟିଲେ ହବନି। ବାପା ମା ବହୁତ କଷ୍ଟରେ ଆମକୁ ପଢାପଢି କରିକି ଛାଡିଛନ୍ତି। କାମ ତ କରିବା ପାଇଁ ପଡିବ ନା। ଆଉ ଟୁଆ ଚାଲିଛି, କଣ କରୁଛି ଦେଖିଆ। ମେଜରମେଣ୍ଟ ବନଉଛି। ଠିକ ଅଛି, ବନଉ। ଜଲ୍ଦି ଭାତଟା ହେଇଗଲେ ଖାଇଦବା ଆଉ। ଭାତ ବସିଛି ଆଉ, ଛୋଟ ଜାଗାରେ ବସିଛି, କାହିଁକିନା ଅଛି। ଭାତ ହେଇଯିବ, ଅଳ୍ପ ଖାଇବୁ। ଥକି ଯାଇଛି, ଥକିକି ସେ କଣ କରୁଛି, ଫୋନ ଚଲଉଛି। ଦେଖ ସେ କେମିତି ଶୋଇଛି, ଦେଖ। ଆରେ ପୁରା ଛୋଟ ଛୁଆ, ବାହା ହେଇସାରିଲାଣି। ବାହା ହେଇସାରିଲାଣି, କେମିତି ହେଇ ଦେଖ ସେ କେମିତି କାମ କରୁଛି, କେମିତି ଶୋଇଛି। ଏ, ସେ ଦେଖୁଛି କଣ ଭିଡିଓ ଦେଖୁଛି, ସେଠି କାମ ବି ପଡିଗଲା, ସେ ଶୋଇଛି ବେଙ୍ଗର କମ। ତାର ଗୋଟେ ଖୁସି ଆଉ ନାଇଁ। ଉପରେ ଆମକୁ ଭଲ ଲାଗୁନି ଖାଇବା ପାଇଁ। ଗୋଟେ ଥାଲିରେ 2 ଜଣ ତଳେ ବସି ଖାଇବା ଭଲ ଲାଗିବ। ଖାଇବା ଆମର ରେଡି ହେଲା, ଦୋକାନରେ ବସି ସାରିଲାଣି। ବସ ପଡିଆ, ଖାଇବା ଟୋକା ପୁରା ଶାନ୍ତିରେ ଖାଉଛି। ଲେଟ୍ ହେଇଗଲାଣି ଆମର। ହଁ, ଚାଲୁ ଚାଲୁ। ଆମ ଓଡିଆ ଲୋକ, ମାଛ ଟିକେ ବେଳେ ବେଳେ ହେଇଗଲା ଯଦି ବହୁତ ଭଲ ଆଉ। ଆମର ସବୁ କାମ ରେଡି କମ୍ପ୍ଲିଟ। ବର୍ତ୍ତମାନ ଆମେ ଖାଇବା ପାଇଁ ବସି ଯାଇ। ଟୋକା ପ୍ରଥମ ଆରମ୍ଭ କରିଦେଲା, ମୋର କାମ ସରିନଥିଲା, ଆଉ ଆସିନି। ଆମର ଚାଲିଲା। ସମସ୍ତ ଆମର ଓଡିଶାବାସୀ ମାନଙ୍କୁ ନମସ୍କାର। ଆମେ ରହିବୁ, କିନ୍ତୁ ଆପଣ ମାନେ ଆମ ଭିଡିଓଟିକୁ ଦେଖିବେ, ଲାଇକ୍ କରିବେ, ଚ୍ୟାନେଲଟିକୁ ଲାଇକ୍ କରିବେ ଏବଂ ସବସ୍କ୍ରାଇବ କରିବେ। ଠିକ ଅଛି, ଆଉ ସେୟାର କରିବେ। ଏବଂ ଏଇଭଳି ଆମର ଯୋଉ ଭାଇ ଭାଇଙ୍କର ଭଲ ପାଇବା, ଆଉ ଆମର ଗାଁ, ଆମର ଏଇଭଳି କିଛି ଆମେ ଭିଡିଓ ଛାଡିବୁ। ରହିଲୁ, ନମସ୍କାର, ଜୟ ଜଗନ୍ନାଥ।